जनजीवन संवाद उपस्थापन मु लहरिका पट्टनायक। शरतर निर्मल आकाश धरणी काशतंडीर शुभ्र संभार चतुर्दिके स्वच्छ सौंदर्यर राजती को नहीं प्रकृति जार आराधना पाई निजक मंडित करिछि सेही जगज्जननी माँ दुर्गा धरावतरण करिसंती। भारतीय संस्कृति और परंपरा रे दशहरा पर्वर स्वतंत्र स्थान रही। आध्यात्मिक भाव सह सांस्कृतिक वैचित्र्य भरपूर ଏହି ପର୍ବରେ ଦେଶର ବିଭିନ୍ନ ସ୍ଥାନରେ ବହୁ ରୋଚକ ପରମ୍ପରା ପାଳିତ ହେଉଥିବା ଦେଖାଯାଏ। ଆସନ୍ତୁ ଏପରି କେତୋଟି ସ୍ଥାନ ସମ୍ପର୍କରେ ଜାଣିବା ଯେଉଁଠି ଦଶହରାରେ ଏପରି ଆକର୍ଷଣୀୟ ପରମ୍ପରା ରହିଛି। ବିଶ୍ୱର ପ୍ରାଚୀନ ସହରଗୁଡ଼ିକ ମଧ୍ୟରୁ ଅନ୍ୟତମ ଉତ୍ତରପ୍ରଦେଶର ବାରାଣସୀ ଏଠାକାର ରାମଲୀଳା ପାଇଁ ପ୍ରସିଦ୍ଧ। 200 ବର୍ଷରୁ ଊର୍ଦ୍ଧ୍ୱକାଳ ଧରି ଏହି ରାମଲୀଳା ଏଠାକାର ରାମନଗର କିଲ୍ଲା ନିକଟରେ ଆୟୋଜିତ ହେଉଛି। କିଲ୍ଲାର ଆଖପାଖ ଅଞ୍ଚଳ ବିଶେଷ କରି ସମଗ୍ର ସହର ଏଥିପାଇଁ ଏକ ବିରାଟ ମଞ୍ଚରେ ପରିଣତ ହୋଇଥାଏ। ଏଥିରେ ଅଶୋକ ବନଠାରୁ ଆରମ୍ଭ କରି ଲଙ୍କା ଅଯୋଧ୍ୟା ଆଦି ରାମାୟଣ ବର୍ଣ୍ଣିତ ବିଭିନ୍ନ ସ୍ଥାନର ଦୃଶ୍ୟ ରହେ। ଅନନ୍ତ ଚତୁର୍ଦ୍ଦଶୀଠାରୁ ଆରମ୍ଭ ହେଉଥିବା ଏହି ରାମଲୀଳା ୟୁନେସ୍କୋ ବିଶ୍ୱ ଐତିହ୍ୟ ତାଲିକାରେ ମଧ୍ୟ ସ୍ଥାନ ପାଇଛି। ହାଇଦ୍ରାବାଦରେ ଦଶହରାକୁ ଦେବୀ ଗୌରୀଙ୍କୁ ସମର୍ପିତ ଏକ ସୁନ୍ଦର ଉତ୍ସବ ଭାବେ ପାଳନ କରାଯାଏ। ଏହା ବଥୁକମ୍ମା ପର୍ବ ନାମରେ ପରିଚିତ। ଏହା ତେଲେଙ୍ଗାନା ସମେତ ଆନ୍ଧ୍ରପ୍ରଦେଶର କେତେକ ସ୍ଥାନରେ ଖୁବ୍ ଉତ୍ସାହର ସହ ପାଳନ କରାଯାଏ। ମହିଳାମାନେ ଭଗବାନ ଗଣେଶଙ୍କର ପୂଜା କରିବା ସହିତ ମନ୍ଦିର ଗୋପୁରମର ଚତୁର୍ଦିଗରେ ନୃତ୍ୟ କରିଥାନ୍ତି। ମହାଳୟ ଅମାବାସ୍ୟାଠାରୁ ଆରମ୍ଭ ହୋଇଥିବା ଏହି ପର୍ବ ଦୁର୍ଗାଷ୍ଟମୀ ଅବସରରେ ଶେଷ ହୁଏ। ପର୍ବର ନାମ ପ୍ରତ୍ୟେକ ଦିନ ସେହି ଦିନ ଅର୍ପଣ ହେବାକୁ ଥିବା ଖାଦ୍ୟ ପ୍ରକାର ଆଧାରରେ ରଖାଯାଇଥାଏ। ଦଶହରା ଅବସରରେ ମୁଖ୍ୟତଃ ଦକ୍ଷିଣ ଭାରତ ବିଶେଷ କରି ତାମିଲନାଡୁ ଅଞ୍ଚଳରେ ପାରମ୍ପରିକ ଭାବେ କଣ୍ଢେଇ ସାଜସଜ୍ଜା ଓ ପ୍ରଦର୍ଶନ କରାଯାଏ। ଏହାକୁ ବୋମ୍ମଇ କୋଲୁ କହନ୍ତି। ଆନ୍ଧ୍ରପ୍ରଦେଶରେ ଏହା ବୋମ୍ମଲା କୋଲୁବୁ ଏବଂ କର୍ଣ୍ଣାଟକରେ ଗୋମ୍ବେ ହବା ନାମରେ ପରିଚିତ। ନବରାତ୍ରି ବେଳେ ଘରଗୁଡ଼ିକରେ ଦେବଦେବୀ ଧାର୍ମିକ ଦୃଶ୍ୟ ତଥା ଦୈନନ୍ଦିନ ଜୀବନର କଥା ଦର୍ଶାଉଥିବା କଣ୍ଢେଇଗୁଡ଼ିକୁ କୋଲୁ ବା କାଠର ପାହାଚ ପରି ଥାକରେ ବିଷମ ସଂଖ୍ୟାର ସ୍ତରରେ ସଜାଯାଏ। ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ କେତେକ ସ୍ଥାନରେ କଣ୍ଢେଇ ସାଜସଜ୍ଜାକୁ ଦଶହରା ପର୍ବ ସହିତ ସାମିଲ କରାଯାଇଛି। ମହୀଶୂରର ଅମ୍ବାବିଳାସ ପ୍ରାସାଦରେ ବି ରାଜପରିବାରର ମହିଳାମାନେ କଣ୍ଢେଇ ସାଜସଜ୍ଜା କରୁଥିଲେ। ଏଥିପାଇଁ ପ୍ରାସାଦରେ ସ୍ୱତନ୍ତ୍ର ସ୍ଥାନ ରହିଥିଲା ଯାହାକୁ କୁହାଯାଉଥିଲା ଗୋମ୍ବେ ତୋଟି। ରାଜପରିବାର ବିବାହ ସମୟରେ ନିଜ କନ୍ୟାକୁ ସ୍ୱତନ୍ତ୍ର ଭାବେ ଚନ୍ଦନ କାଠରେ ତିଆରି କଣ୍ଢେଇ ପଟ୍ଟଦ ଗୋମ୍ବେ ପ୍ରଦାନ କରୁଥିଲେ। ମାନ୍ୟତା ଅନୁସାରେ ଦେବୀ ଦୁର୍ଗା ଯେତେବେଳେ ମହିଷାସୁରକୁ ବଧ କରିବାକୁ ବାହାରିଲେ ସେତେବେଳେ ତାଙ୍କର ସହାୟତା ନିମନ୍ତେ ସମସ୍ତ ଦେବଦେବୀ ନିଜ ନିଜ ଶକ୍ତି ପ୍ରଦାନ କରିଥିଲେ। ହେଲେ ଏହାପରେ ଦେବଦେବୀମାନେ ଶକ୍ତିହୀନ ହୋଇ ନିଶ୍ଚଳ ପ୍ରତିମା ପାଲଟିଗଲେ। ମା 10 ଦିନର ଯୁଦ୍ଧ ପରେ ମହିଷାସୁରକୁ ବଧ କରିବାରୁ ଦଶହରା ପର୍ବ ପାଳିତ ହେଲା। ତେବେ ଦେବଦେବୀଙ୍କ ତ୍ୟାଗକୁ ସ୍ମରଣ କରି ସେମାନଙ୍କୁ ଏଭଳି କଣ୍ଢେଇ ଆକାରରେ ପୂଜାରେ ଅନ୍ତର୍ଭୁକ୍ତ କରାଯାଉଛି। ଗୁଜରାଟରେ ଏପରି ଏକ ଗାଁ ଅଛି ଯେଉଁଠାରେ ଦଶହରା ନ ହେବା ପର୍ଯ୍ୟନ୍ତ ଗାଁ ଭିତରକୁ ଗାଡ଼ି ନ ଯିବାର ପରମ୍ପରା ରହିଛି। ଆଷାଢ଼ ଚତୁର୍ଦ୍ଦଶୀ ଠାରୁ ଦଶହରା ପର୍ଯ୍ୟନ୍ତ ଗୁଜରାଟର ପାଲନପୁର ତହସିଲର ବାଘଣା ଗ୍ରାମରେ ଓଟଟଣା ଗାଡ଼ି ହେଉ କି ଶଗଡ଼ ରଥ କି ଆଧୁନିକ ଯାନ ଗାଁ ଭିତରକୁ ଏସବୁର ପ୍ରବେଶ ମନା। ପ୍ରାୟ 350 ବର୍ଷ ତଳେ ଗୁରୁ ମହାରାଜ ଦେଇଥିବା ଏପରି ଆଦେଶ ଅନୁସାରେ ସେମାନେ ଏକ ଅଜଣା ମହାମାରୀ ପରି ବ୍ୟାଧିରୁ ମୁକ୍ତି ପାଇଥିଲେ। ବହୁ ବର୍ଷ ତଳେ ଏକ ଅଜଣା ରୋଗରେ ଗାଁର ବହୁ ଲୋକ ମୃତ୍ୟୁବରଣ କରିବାରୁ ମୁକ୍ତି ପାଇବା ଲାଗି ଲୋକେ 12 ବର୍ଷ ପର୍ଯ୍ୟନ୍ତ ଜପତପ କଲେ। ଏହାପରେ ମନ୍ଦିରର ମହାରାଜ ପ୍ରାଣଭାରତୀଙ୍କ ନିକଟକୁ ଯିବାରେ ସେ ଆଷାଢ଼ ଚତୁର୍ଦ୍ଦଶୀରୁ ଦଶହରା ପର୍ଯ୍ୟନ୍ତ ଗାଁରେ କୌଣସି ଗାଡ଼ି ପ୍ରବେଶ କରିବାକୁ ନ ଦେବା ଲାଗି କହିଥିଲେ। ଗ୍ରାମବାସୀ ଏହା କଡ଼ାକଡ଼ି ପାଳନ କରି ରୋଗ ପ୍ରକୋପରୁ ମୁକ୍ତି ପାଇଥିଲେ। ତେଣୁ ଏବେ ବି ପିଢ଼ି ପରେ ପିଢ଼ି ଏହି ଆଦେଶକୁ ପରମ୍ପରା ଭାବେ ପାଳନ କରିଆସୁଛନ୍ତି। କର୍ଣ୍ଣାଟକର ପାହାଡ଼ି ସହର ମଦିକେରିଠାରେ ଦଶହରା ପର୍ବ ଖୁବ୍ ଆକର୍ଷଣୀୟ ଭାବେ ପାଳନ କରାଯାଏ। ସ୍ଥାନୀୟ ଅଞ୍ଚଳରେ ଏହା ମରିୟମ୍ମା ଉତ୍ସବ ଭାବେ ପରିଚିତ। ଏହା ଦେବୀ ମରିୟମନଙ୍କୁ ସମର୍ପିତ 4ଟି ମନ୍ଦିର ଦଣ୍ଡିନ ମରିୟମ୍ମା, କାଞ୍ଚି କାମାକ୍ଷିମା, କୁନ୍ଦୁରୁମୋଟେ ଶ୍ରୀ ଚୌଟି ମରିୟମ୍ମା ଏବଂ କୋଟେ ମରିୟମ୍ମାଙ୍କ ନାମ ଅନୁସାରେ ରଖାଯାଇଛି। ପ୍ରତ୍ୟେକ ମନ୍ଦିରର ନିଜସ୍ୱ ଅନନ୍ୟ କରଗା ରହିଥାଏ ଯାହା ଦ୍ରୌପଦୀଙ୍କୁ ସମର୍ପିତ ଏକ ଆନୁଷ୍ଠାନିକ ଲୋକନୃତ୍ୟ। କରଗା ଅର୍ଥ ଏକ ସ୍ୱତନ୍ତ୍ର କଳସରେ ଅକ୍ଷତ 9 ପ୍ରକାର ଶସ୍ୟ ଏବଂ ପବିତ୍ର ଜଳ ଭରି ଏହାକୁ ଭବ୍ୟ ସାଜସଜ୍ଜା କରାଯାଇଥାଏ। ମୁଣ୍ଡନ ହୋଇଥିବା ପୂଜକ କିମ୍ବା ବ୍ରତଧାରୀ ଏହି କରଗା ମୁଣ୍ଡରେ ରଖି ଶୋଭାଯାତ୍ରାରେ ଚାଲନ୍ତି। 10 ଦିନ ଧରି ଏହି ପର୍ବ ପାଳନ କରାଯାଏ।